ताको पूछो ହେଲା फुल देखा ठीक होबो आ ताकर आसु ना के की घर ये की घर केते पूछा ये की घर ये केते पूछा लोकड़ा मार्केट में जाऊ ने मनटा खुला बारी हो जे ये आसला को से जिंस पहुंची हो पचास वर्ष पर्यंत यदि पुओ साथ दिए जो बापू जो पुओ साथ दिए से बापू और जो पुओ साथ दिए चाकरिया बापू भी ढाकी हो गई पचास सरीगला एबेठू आंकर सरीगला एमने साहाय्य करे तो आनते ये उठा ताको मरिया पड़ो कौन नाती गला नाती से कोनटा करी नाती नाती बत्ती धरी वाला गेटअप और करोन सरकार 2000 खर्च करोन अच्छी जदि खर्च कर भेर जते कर नाही जदि बंद कर मंदिर रे पूजा के कर दो ठाकुर को ढाकी दो कोई या कर जो काम आगर बाय जाई युद्ध लागि पूरा बाप पुओ पूरा विराट युद्ध कथा बुढ़ा मते डाकी दिला घर को आस पुओ मन राजी होती घरटा भांगा दियो ये करे ए कुलमा जो पड़े जने का बड़ा के सेलाडी कथा आली बुढ़ा आसपास 5 दिन कथा है ने वो ठीक होते हबो अच्छा पळा हमर ता बापा पूरा पळा हमर पूरा स्टाफ माने 1000 लोग सिए गला पूरा जिमी सकल मास ठीक है कौन करो हां से फोन दे तो दे कर जाऊना तमे मामा के छिड़ा होता पाखरे ठिया हो बाबा सब आज तो मते जन्म मेरा पुत्र मु ना ना हे तू ये बसी कर एटा का किस तो होनी किसा हैप्पी न्यू आ सुनो तू एटा छिड़ा को जा जा एटा फुकी दे देखो फुकी हो हां फुक फुकी दे हैप्पी बर्थडे जल्दी रोजगार करियो आगे बापा को आगे बापा को आगे गोविंद हां लास्ट से अधा मम्मी की मम्मी की लापर हरिम तस्य हाँ एतिक रक्ष दीदी भी तुम प्रति स्नेह होता हां सरी रे यही आउरी अडहते तुम कहले आठ बोली कि ना ये ठीक है एटा प्रत्येक कले मु तुमको
ଖୁଇବି ହେଲା ନା ଆରମ୍ଭ କର ହଉ କେତେ ଆମେ ସବୁ ଭଲ ପାଉଛେ ବଢିଆ ଲାଗୁଛି। ଆଉ ତ ଭାଇ ବଡ ଭାଇ ସମାନ ଆଉ କଣ ଭିଣେଇ ଆଉ କଣ ଭାଇ ସମାନ ହଁ ଭଉଣୀ ଦେଇକି ଭାଇ କରିଛ ଆଉ ତମ ତମ ଦାୟିତ୍ୱ ସବୁ ଭାଇଙ୍କ ଉପରେ ମା ବାପାଙ୍କର ସବୁବେଳେ ଥିବେ ନା କଣ ଭାଇ ସେଟା ତ ହୁଏ ବଡ ଯିଏ ଥାନ୍ତି ସେ ନା ନା ଆଉ ମାମୁଁ ଦେ ଟିକେ ସମସ୍ତେ ଠିଆ ହଉନାହାନ୍ତି ଗ୍ରୁପ ଫଟୋ ଉଠେଇବା। ଆସେ ଆଣ୍ଟି ତମେ ବି ପଳେଇ ଆସ ନା ସେଲ୍ଫି ନେବା ଶୀଘ୍ର ଆରେ ସେଲ୍ଫି ନେଇନିଅ ଅନ୍ଧ ପାଖକୁ ନା ସେଇଠୁ ହବ ପାରୁନି ତୁମେ ଯେତେ ଚାଲା ସିଏ ପାଖକୁ ଘୁଞ୍ଚି ଆସ ପାଖକୁ ଘୁଞ୍ଚି ଆସ ନହେଲେ ଆସିବନି ଆସୁଛି ଆଉ ସେଇ ବା ସବୁ ଆସିଛି ଏଇ ଆସିବ ନା ଠିକ ଅଛି ହଁ ତାଙ୍କର ବି ଆସିଛି ପଳେଇ ଆସେ ପଳେଇବୁ କାହିଁକି ଏଇ ଯେ ଛିଡାውን ପଳେଇବୁ ତମ ଛିଡ଼ା ହୁଅ ମୁଁ ଉଠେଇଛି ତମ ବାବା ଛିଡ଼ା ହୁଅ ନନ୍ଦୁରେ ଦିଅ ତାଙ୍କୁ ଦୂର ଦେଖୁ ଜମ ଛିଡା ଓହୋ ଯା ଯାଉନ ଯା ଜୟ ପାଖରେ ଛିଡ଼ା ଜୟ ବାବୁ ସେପଟେ ମୁଁ ଯା ବୁଝିବ ହେଲା ଜୟ ଯାଉ ଆଉ ଦିନ ଉଠେଇବେ କୁହ ନା ଉଠେଇବେ ରାତି ଅଛି ଟାଇମ ହେଇନି 10ଟା ବାଜି ବାବା ତମେ ଖାଇବ ନା ଖାଇଲ ଖଣ୍ଡେ ଆଜି ଖା କାଲି ଆଉ ଖଣ୍ଡେ ଖାଇବୁ 10 ଦିନ 7 ଦିନ ପରେ ତ ହେଲା ହଁ 7 ଦିନ तो ଖାଇବୁ ତୁ ଯେମିତି କହୁଛୁ ବାୟା କାଟା ଆନେ ସେ ଇଏ କଣ ପେଟି କୋଡେ ଆମର ସବୁବେଳେ ଚକଲେଟ କେକ୍ ଆସେ ଫେରିକ ହେଲା ହଁ ଗ୍ରୀନ ଯେ କେକ୍ ତ କେକ୍ ଆଉ ପୁରା କେମରା କାଲି କୋଉଠି ଭଲ ଲାଗୁନି ଭଲ ଖାଇବନି କିସରା ये ना ଛୋଟ ପିଲାମାନଙ୍କୁ ବେଶୀ ଭଲ ଲାଗେ छुआ खाने के ଏବେ ଯାଇକି ସେ ଶାଶୁ ପାଖରେ ପହଞ୍ଚୁଛନ୍ତି ଡାଲି ଦିଅ ଖା ଦିଅ ଚାଉଳ ଦିଅ ବୋଉ ବି ଯାଇକି ପହଞ୍ଚିଲା ସେ ସେଇ ଅଲଗା ମାନେ ଏଇ ଅବସ୍ଥା ହୁଏ ଶାଶୁକୁ ସେଦିନ ମୁଁ କହି ଆସିଲି ଦେଖ ତୁମ ଛୁଆ ତୁମ ବୋଉ ତୁମ ନାତି ଆମେ କେହି ନୁହେଁ ତୁମେ ଯେମିତି ରଖ କିନ୍ତୁ ପଦେ ଗୋଟେ ଜିନିଷ କହିବ ମଣିଷ କେମିତି ଭୁଲ କର୍ମ ମଣିଷ ଚିହ୍ନିବା ପାଇଁ ଯେତେବେଳେ ଭୁଲ କର୍ମ କିଏ ମଣିଷ କେମିତି एक मिनट में कितना दूर बाहर है ना मैं ओपन कोई नहीं भाव कर दियो देखा कर दबो फिर ना डालते तुम किछ न देखिए केते दिन से चलेबो केते दिन चलेबो
ହେଇନି ସିଏ ଭାବିଛି ଯାହା ମାନେ ତୁମେ ସିଏ ଭାବୁଛି ଆମେ ତ ମାଛ ବୁଝିବାର ଅଛି। ମୁଁ ଛଡ଼େଇ ନେଇଛି ସିଏ ଖାଇବାର ସବୁ ବ୍ୟାଗ୍ ଫ୍ୟାଗ୍ ବୁଝାବୁଝି କରିଛି ସିଏ ବୁଝାବୁଝି କରି ମାଛ ଜାଣିଛି ତାର ଏକ ନମ୍ବର ତାକୁ ସେ ଜାଣିଛି ସିଏ ଉଠେଇ କିଛି ଦଉନି ମାନେ ଇଏ ଏବେଠୁ ଠାକୁର ଅଛି ନା ସେଇ ତ କଥା ତମେ ଆକାଉଣ୍ଟ ନମ୍ବର ତମେ ଦେଇକି ବନ୍ଦ କରିଦଉନ ହଁ ବନ୍ଦ କରିଦେଇକି ତମେ ଅଲଗା ଆକାଉଣ୍ଟ ନମ୍ବର ଦେଇଦବ ହଁ ସେ କ'ଣ କରିପାରିବ କ'ଣ କରିବେ ତମେ ନ କରିପାରିଲେ ଯାହା ରଖିବ କରିଦବ ତାପରେ କହିବ ପୁଅ ତୁ ବାହାର କର ବାହାର କରିଦେ ଦେଖି ତମେ ଛାଡ଼ିବ କେତେ ଦିନ ଚଳିବ କେତେ ଦିନ ଚଳେଇବ ମୁଁ ତାର ବୁଝିପାରୁନ ତାର ମୁଁ ଯାହା ଟୀକା ନେଇଛି ସେ କିଛି ପଇସା ପତ୍ର ଝଡ଼ିବାର ତାଙ୍କର ନିଜର ଘର ହଁ ହଁ ବୁଝିବ ତାକୁ ଜେଲ୍ କହୁଛି ସେ ତ ମାନୁଛି ଆଉ ତାପରେ କହୁଛି କ'ଣ ମୁଁ ସେ ପୁଅ ପିଲା ହବନି କ'ଣ ପିଲା ହବ ତୁ ଜାଣିଲୁ ତ ଲାଭ କିଛି ତମେ ସେ ତ ତା ପିଲା ସଂସାରରେ ମିଶିବୁ ମୋ ଲାଭ କିଛି କୁସା ପୁଅ କୁସା ରୁହ କହୁଛି ମୋର ପିଲାପିଲି ହବନି ମୁଁ ସେଇଥିପାଇଁ ତାର ପୁଅ ଅଛି ମୁଁ ତାକୁ ଆଣି ରଖିଲି ତା ପିଲା ଛୁଆ ହେଇକି ଘର କାମ କରିବୁ ଘର କାମ ଚାକର ଯଦି ଏତେ ସଉକ ଅଛି ଚାକିରି ନେଇକି ଲୋକଙ୍କୁ ଘର କାମ କରିବ ରୋଷେଇବାସ କରିବ ଆଜିକାଲି ପଇସା ଦେଲେ ସବୁ କିଛି କରିବ ସେତେବେଳେ ପାଇଲେ ଏଇ ଯେଉଁ ମାଷ୍ଟରଟା ତାର ମାଲିକ ଯେଉଁ କଲେଜର ସେଇ ଖରାପ କଲା ସିଏ ତାର ତାକୁ ରଖି ଫାଇଦା କଲା ଆକୁ ରଖି ଫାଇଦା କଲା ମୁଁ ଆଜି ତା ଘରୁ ଯାହା ଦେଖିଲି ଲୋକଙ୍କୁ ହଇରାଣ କଲେ ତୁମ ଘର ବିସ୍ତୃତ ସୃଷ୍ଟି ହୁଏ ପର ଘର ଭାଙ୍ଗିଲେ ନିଜ ଘର ତ ଭାଙ୍ଗିଯିବ ଭଗବାନ ତ ଦେଖିବେ ଏଇ ଲୋକଟା ନିରଣ କହୁଛୁ ଚାକିରିରେ ଦବ ଇଏ କରୁ ସେ ଆଜିକାଲି ପାଠ ପଢ଼ିଛି ଯେ ପିଲା ଦୁନିଆ ପଇସା ଅଭାବ ବୋଧେ ନାହିଁ ଦୁନିଆ କାମ ମିଳୁଛି ତୁ କୁଆଡ଼େ କୁଆଡ଼େ ଯାଇକି ବାପା ସାର୍ ବସିକି ସେ କାମ କରିପାରିବୁନି ବାପ ବୁଢ଼ା ହେଲାଣି ବାପକୁ ପଛରେ ବସେଇକି ବାପ କେଉଁଠି କ'ଣ କରାଯିବ କେମିତିଆ କରାଯିବ ମୋତେ ସବୁ ବତାଅ ମୁଁ ସେ କାମ ଶିଖିଯାଏ ତମେ ଘରେ ବସିବ ଯେତେବେଳେ ନ ପାରିବେ ତମେ ମୋ ସାଙ୍ଗରେ ଆସିକି ବୁଝାବୁଝି କରିବ ବାପଙ୍କୁ କେତେ ଖୁସି ଲାଗନ୍ତା ମୋ ପୁଅଟା କାମରେ କାମ ଦେଇକି କହିବା ଆଗେ ଆଉ 50 ବର୍ଷ ଯେଉଁ ପୁଅ ସାଥ ଦିଏ ତା ବାପ ଡେଭଲପ୍ କରିଯାଏ ଇଏ କ'ଣ ନେଇ ଆସିବ ମାନେ ଆମେ ରାତ୍ର ଖାଇବାନି ପିଠା ତୁମେ ଗୋଟେ ନିଅ ତମେ ମାନେ କିଏ ଖାଇବେନି କି ହଁ ଖାଉ କାଟି ଦେଇ ଆସେ ଖାଉ ଏ ନା ଖାଉ ଖାଉ ମୋ ରାତ୍ରରେ ଖାଇବି ନା ଖାଇଦେବି ନା ନା ରାତି ଖାଇବା ଏ ଖାଇବା କର ଏ ବସ କହୁଛି ବସ କହୁଛି ଖର୍ଚ୍ଚ ଟିକେ କମାଅ ଖର୍ଚ୍ଚ ଟିକେ କମାଅ ମାଲଦାର ଅଛି କାହିଁକି ଖର୍ଚ୍ଚ କର ନା ଯେତେ କ'ଣ ଖାଇବାଟା କର ଖାଇବାଟା ଅସୁବିଧା ଛୁଆକୁ ଖୁସିବାକୁ ପଡ଼ିବ ଜୀବନ ସାରା କିଛି କରିପାରିବନି କହୁଥିଲା ସେ ମେକାନିକ୍ ଆଣିଯିବ ମେକାନିକ୍ ଶିଖୁ କରୁଛି ତାପରେ ତା ସ୍ତ୍ରୀ ଆସିବ ବାପକୁ ଦେଖିଲେ ମୁଁ ଝିଅ ଦେଇଥାଏ ଏବେ ଦେଉନ ମୁଁ ତ ଆଗରୁ ତୁମକୁ କହିଛି ତୁମକୁ ଆଗରୁ କହିଛି ଯେ ତୁମେ ବସିବ ଟାଙ୍ଗିଟା କରିବ ବା ଅଛି କରିବ ଆଜି ଦୁଇ ତିନି ଟଙ୍କା ନଉ ତୁମର ଯଦି କାହାକୁ ଘରଭଡ଼ା କରୁଛ ସିଏ କରିକି ଲୋକ ଇସ୍ୟୁ କରିଦେଇଥିଲା କିଛି ସେଇଟା ଚାଲିଥାନ୍ତା ଗୌରମୋହନ ସାହୁ ଅଜୁଆ ବାଜାରେ ପରିବା ଦୋକାନ ଗାଁ ସାଇଡ଼୍ ଅଛି ତା ଘର କେହି ଯିବ ନା
ଦଉଛନ୍ତି ମାନେ ସମସ୍ତଙ୍କ ନିଏ ତ ସବୁ ଖାଇଦବା। ହଁ ଇଏ ତାର ଇଏ ଗୋଟେ ଆମ ସବୁ ଖାଇବା ତା ଭିତରେ 9ଟା ଭିତରେ ଟିଫିନ୍ ସରିଯାଇଥିବ। ଖାଇବାଟା ହଉଛି 1ଟାରୁ 1:30 ଭିତରେ ଆମର ମାନେ ଖାଇବାଟା ଦିପହର ହଉଛି ଖାଇବା ହେଇଯିବ। ଜିନିଷ। ସନ୍ଧ୍ୟାବେଳେ ଯାହା ଖାଇଲେ ଆମେ 5ଟା 5:30 6ଟା ଭିତରେ ଖାଇଦବା। ଆଉ ରାତି 9ଟା 10ଟା ସୁଦ୍ଧା ଆମେ ତାର ଖାଇବା କାମ ସରିଯାଇଥିବ ଯଦି ବାହାରକୁ ଯାଇଛନ୍ତି। ନହେଲେ 9ଟା ସୁଦ୍ଧା ଆମର 9ଟା 9:30 ସୁଦ୍ଧା ଆଉ କହୁଛନ୍ତି 7:30 ହେଲା ଭୋକ ନାହିଁ ଖାଇବା ସାଙ୍ଗେ ନା ଆଉ ପ୍ଲେଟ୍ ଆସୁଛି ନେଇଆ ପ୍ଲେଟ୍ ଗାଡ଼ିକି ନେଇ ପଳେଇବା ଖାଇଦେ। ମାଉ ପୁରୀ ଖାଇଲନି ମୁଁ ଖାଇଲିନି ତୁ ଗାଡ଼ି ତ ମୁଁ ଖାଇଲି ଏତେ ଶୀଘ୍ର ଭାଇ ଆଉ ଟିକେ ଲଙ୍କା ନୁହଁ ନା ନା ମୋର ଅଛି ମୋ ପାଖରେ ପେଷ୍ଟ ନିଏ ଖାଇଦେ ରାତିରେ ଖାଇବି ଆଉ ମଇଦା ସହିତ ସମ୍ପର୍କ କିଛି ଯେତିକ ଖାଇପାରିବ ଦିଅ ଯେତିକ ନ ଖାଇବ ମତେ ବେଶୀ କରି ଦେଇଛନ୍ତି ଖାଉ ଆଉ ତୁମର କିଛି ଅଲଗା देखिए राम चलो ये राम ଯାଇଥିଲେ ପରା हाँ ଝିଅଟା ଭାଇ ଯାଇଥିଲେ ପରା ଆମ ଆଡେ ଦେଖି राम सोला ତମ ସଳା ମାନେ ଆମର ଭାଇ ହେଲେ ଆପୁରି ଖାଇବା हाँ ये बड़े सोला ये बड़े शाम सोला ଏ ସାଂସଳା हाँ ये बड़े सोला ଆଉ ଗୋଟେ ଛଳା ଆଇବ ଆଉ ଗୋଟେ ଛଳା ଆଇବ କଣ वो बड़े सोला ନା ନା ପୁରୀ ଖାଇଲେ ପିଲା ଯାଏନି ମୁଁ ଦେଖ ଯାହା ଘରୁ ଯାଏ ଖାଇଦେ ଯେତେ ତାର ଯେତେ ଖାଇଦେବ ମୁଁ ଯାଇଥିଲେ ମୁଁ ଯାହା ସେଠି ଖାଇଦେ ଏଟା ତ ପ୍ରକାର ଆଇଟମ୍ କଥା ଯେହେତୁ ସେ ଖାଡ଼ିଆ ମାଡ଼ିଆ ସାର୍ଟ ପୁଣି ତ ଷ୍ଟାଇଲ ନାହିଁ ଖର୍ଚ୍ଚ କରୁଛି ମାନେ ସଂଖ୍ୟା ଆଇଟା ଚାଲ मेलोडी प्रोग्राम करती ବାପା ଖାଇଲ यही तो पारिवारिक में तुम जान लगा तब छाड़ो घर तो छाड़ो सुना पड़ेगा से टमाटर वाला फूल खुआएगा तो नहीं लेट करना नहीं तुम्हें खाई दो से खाई खाई दो दो खाई दो अरे हाँ से खाल तो जाम पड़े मुझे है तो सही घर तो नहीं तो हाँ नहीं है ग्राइंड दे दियो ना मैं खाई ग्राइंड दे दियो कैसे देगा मुझे खाई कैसे लो बोलो बच्चा टाइम पे खेलो बोलो लोक शुणुले जगन्नाथ बाबूर लिस्टରେ जगन्नाथ बाबू ତାଳ ଦେଇଥିଲୁ ତାଙ୍କର ବହୁତ ପ୍ରପାର୍ଟି କିଛି ଲୋକ ଅଛନ୍ତି ନା ନା ଦେଇଥିଲ ଏଲେ ଭଲ ନା ନା ଦେଖो ଭଲ दरिद्र ମୁଁ କାଲି କହିଥିଲି ଦରିଦ୍ର ଭଳିଆ ଯାହା ହଉଛି ବାପାଙ୍କର ସବୁବେଳେ ଫୋନ ପାଉନି ଯିଏ ଦେଖିବ କହିଲେ ବଡ ତୁ କଣ୍ଟାକ୍ଟ ଦୋକାନ କରୁନୁ ଦୋକାନ ବା ସେଇଟାକୁ ତାକୁ କରିଥାନ୍ତି ମତେ ତ ତୁ ସେ ଦୋକାନ ସେ ଛାଡିଦେଲା ତୁ ସେଇ ଦୋକାନ ମୁଁ କର କେତେ ଦିନ ଆଗରୁ ତୁ କହିଛି କେତେ ଆରାମ ସେ ଚାଲିବ ଲୋକ ସବୁ କଷ୍ଟମର ଥିଲେ ମାନେ ସେ ଆସିଥାନ୍ତେ ଆଉ ଏ କଷ୍ଟମର ପୁଣି ଭାଙ୍ଗିଦେଲା 10ଟା ବିକ୍ରି ହଉଛି ହଁ ମାର୍କେଟିଂ ଯିବୁ ତ ବହୁ ଅଛନ୍ତି ବୋଧେ ଘର ଭିତରେ ଆରେ ବାପା ଅଛନ୍ତି ବାପା କଣ ସବୁ ଶିଖେଇ ଦେବେ ମାର୍କେଟିଂ
ଏମିତି ବାପା ଯଦି ଆଉ ଟିକେ ବାହାରେ କେତେ ଉପରୁ ଯାଇକି ସମସ୍ତେ ପହଞ୍ଚେଇଯିବ ତୁ କର ଶୀଘ୍ର ଦେଖ ସେଇ ଦୋକାନରେ ଯଦି ସିଏ ଭାରିଗଲା ପରେ ତମେ କରିଦେଇଥାନ୍ତ ହଁ କଷ୍ଟମର ଗୁଡ଼ା ଆସୁଥିଲେ ତ ସେଇ କଷ୍ଟମର ସେଇଟା ରହିବେ ଏଠୁ ତୋର ଆମେ ଡେଭଲପ୍ ହେଇଯାଇଥାନ୍ତା ଏବେ କଷ୍ଟମର ଭାଙ୍ଗିଗଲେ ପୁଣି ତାଙ୍କୁ କରତେ ଟାଇମ୍ ନାହିଁ କିନ୍ତୁ ହେଲେ ଚାଲିବ ମୁଁ ତ ନିଜେ କଥା କହୁଛି ସେ ପ୍ୟାକେଟ ସିଷ୍ଟମ ହବ 2.5 ଟଙ୍କା ଅଧିକ ନା ଅଧିକ ବଢ଼େଇଥିଲା ଖୁଚୁରା ଠିକ୍ ହବନି କେନେ ହଁ ତ ଖାଲି ଲେବୁଲ ଲୋକ ବୁଲୁଛନ୍ତି ନା ମା ପେଟ 100 ଗ୍ରାମ ହଁ ହଁ 100 ଗ୍ରାମ କରାଇଲେ 150 ସବୁ ये जहाँ आसिला जेटा तुम चाहिए कस्टमर केते प्रकार अछि अरे 5 टका तुम नेई छाड़ दो 5 टका तो पैकेट खर्च ये से हेई तो 5 टका अधिक नहीं ना लोक जीवेनी एउठू तुमे कुओ एउठू तुमे आजिका दिल फांडी छक जीवो फल केनते ମୁଁ ତ କହୁଥିଲି ସବୁ ରଙ୍ଗ ରଖୁ ଅଳ୍ପ ଅଳ୍ପ ଯେଟା ଖୋଜିବେ ସେଇଟା ଅଧିକା ଆଣେ ସେ ଜାଣିଛନ୍ତି ମୁଁ କହୁ ଯା କଥା ଗୌରମନ ସାହୁ କିଣେ କବି ନୂଆ ବଜାର 30 ଟଙ୍କା ଫ୍ରେଶ ଟା ବାଛି ନବ ଅଜବ ଛକର 60 ଟଙ୍କା ବିକିବ ହଁ କେତେ ଲାଭ ତା ଦିଟା ପୁରା ତା ପେଟ୍ରୋଲ ଟା ସାମ୍ନା କର ତା ଘର ଟା 3 କୋଟି ଟଙ୍କାର ମାଝ କିଛି ଆଣି ନଥିଲା ଏ ସାହୁ ଘର ଦୋକାନ ଘର ଭଡ଼ା ନେଇ କରୁଛୁ ଦେଖ ଜାଗା କିଣି ବାତିଲ ଆମ ତୁମକୁ ସେ କିଣି ନବ 700 ଆମର ମୁଇ ହଉଥିଲା ଅଧ୍ୟକ୍ଷ ମୁଇ ଅଛି ଦେଇନବୁ ଆମର ମୋ ପୁଅଟା ତ ଜାଣିକି ଭର୍ତ୍ତି କରିଦଉଛି ଆଉ ଦିନ ଦେବି ନା ପୁରୀ ଦେବି ସେ ତୁ ନେଇ ଆଇ ତୁ ଖାଇଦେ ଆମେ ଖାଇବୁ ତ ଆଉ ଖାଇବୁ ଅସନା କି ତମେ ଝିଅ ଝିଅ ଖାଇଦେବେ ତମେ ଖାଇଦେବ ସିଏ ପଳେଇବେ କି ସଜରେ ଆମେ ଖାଇବୁ କରିଛି ବିବିଧି ପକେଇ ବୋଲେ କେତେ କାମ କା ଦିଏ ସୁନତା अरे देसी काम जाके खाई दियो ना तेरे जो ଆଇ ଚାଲିଲେ किस खाई दो माने हैप्पी न्यू ईयर आपको खाई दीजिए ଭଲ ହେଇଛି ସେଟା ଭଲ ହେଇଛି ସେତେ ରାତି କରି ଖାଇବ ସେତେ ହଜମ କମ ହବ ବୟସ ହେଲାଣି ବୁଝିପାରିଲ ନା ଡକ୍ଟର ମାନଙ୍କୁ ଏଇଆ ହେଇଛି କଣ ମିଠା ହେଇଯାଇଛି ନା ମିଠା ହେଇଛି ଠିକ ଅଛି ବେଶୀ ମିଠା ଲାଗୁଛି ଦିଦି ଖାଇନାହାନ୍ତି ମୁଁ ଖାଇ ଯାହା ମୁଁ ଖାଇ ମୁଁ ବାଥରୁମ କରେନି ମୁଁ ଯାଇଥିଲି ଯୋଉ ଏଇ ଭିତରେ ବାହାଘରିଆ ତାର ପିଓର ମଟନ କିନ୍ତୁ ଲୁଣ ହେଇନି ଲୋକ ଖାଇଲେନି କେହି କିଛି କହୁନାହାନ୍ତି ମୁଁ ଖାଇ ମୁଁ ବି ଦେଖିଲି ଲୋକ ଜାଣିପାରିବେନି ଲୋକ ମଟନ ବୋଲି ଖାଇଯାଉଛନ୍ତି ପିଓର ମଟନ କିନ୍ତୁ ଲୁଣ ହେଇନି ଲଙ୍କା ହେଇନି କି ଲୁଣ ହେଇନି ତାହେଲେ ସେମାନେ ସେଟା କେମିତି ଲାଗିବ ଭଲ ଲାଗିବନି ସବୁ ଜିନିଷ ଲୁଣ ଲଙ୍କାରେ ଠିକ ଦରକାର ମୁଁ ତାକୁ ସେଇଟା କହିଲି ଲୁଣ ଲଙ୍କା ହେଇନାହିଁ ମତେ ଆସି କହିଲା ଆଉ ମଟନ ଲୁଣ ଲୁଣ ଲଙ୍କା ପଡିନି ଏଥିରେ ମଟନ କିଛି ଆଉ ନାହିଁ ମୋ ପୁଅ କୁହେ ସେ ଦିଟା ପଛ କରିବ କିନ୍ତୁ ଗୋଟେ ଟେଷ୍ଟ ଲାଗିବ ଗୋଟେ ଖାଇବା ଖୁସି ଲାଗିବ ବାସ୍ ଚାଲିଯିବ ମଟନ ମଟନ କଥା ହେଇଛି ଖାଲି ମଟନ ବାହାଘର କରିବ ବୋଲି ଜାଣିଛେ ଦେଇ ଟେଷ୍ଟଟା ଭଲ ପଚାର ଏଇଟା କଣ ହଳଦୀର ପିନ୍ଧିବୁ ମୁନାର ହଳଦୀ ପାଇଁ ଆସିଗଲାଣି କୋଉଠି କଲର ନା ହଳଦୀ ପାଇଁ ଶୁଣ ମୋର କେଚିର ବାହାଘର ଜୋରଦାର କିଛି କରିବନି ମୁଁ ଧଳା ରାନ୍ଧି ଏ ମୁନାର ଯୁଦ୍ଧ କରିବେ ଜୋରଦାର କରିବ ନା ଜଗନ୍ନାଥ ଭାଇ ଜଗନ୍ନାଥ କଲା ମୁଣ୍ଡା করে ଜୋରଦାର କରିବ হ্যাঁ କରିବ তুমি তো মানে ঝিও আগে চিন্তা করো তুমি দেবো এখানে লুকু তুমি দেবো तुम झील में आउ के झील को तुम झील करो तुम पाखे जो झील भी आसी काम कर दो से झील को दबो भी बस लाइन को आसो हां जो गोरु झील ଏଇ ଏକା ପାଖରୁ ସେ ଦୋକାନ ଖୋଲାନି ସିଏ ନିଜେ ମାର୍କେଟିଂ ଯିବ ଜିନିଷ ଆଣିବ ବିକିବ ଜାଣିବ
ଆପଣ ଯାଇକି ସେଟା ଶିଖି ଯାଉ ଦୋକାନଟା ଫାଙ୍କା ହବ ଏଟା ମୁଁ ସେତେବେଳେ କହୁଥିଲି ନା ମୁଁ କହିଲି ସେଇ କଷ୍ଟମର ଆସୁଛନ୍ତି ତମେ ସେଇ ଜିନିଷ ରଖିଦିଅ କଷ୍ଟମର ଭାଙ୍ଗିବେନି ଜିନିଷ କଲେ ଭଡ଼ା ଦେଇଦେଲେ ସିଏ ବା କଣ କରୁଛନ୍ତି ନା କଣ କରୁଥିଲ ସିଏ ସେଠି କଷ୍ଟିଂକୁ ଯାଇଛନ୍ତି ମୁଁ କହିଲି ଭାଉଜ ତ ଜାଣିଛନ୍ତି ସେମାନେ ଯେତେବେଳେ ବାପ ପୁଅ ମାର୍କେଟିଂରେ ଯିବେ ଭାଉଜ ଚଳେଇଦେବେ ଭାଉଜଙ୍କୁ ତ ଆଇଡ଼ିଆ ଅଛି ମା ବାପାଙ୍କୁ ତ ଛୁଆଟା କେଇଗୁଡ଼ା ହେଲେ ମା ବାପ ବହୁତ ଚାଲିଲା ଆଉ ଦିଟା ରହୁଛି ଛୁଆଟା ଚାଲିଲା ଶାନ୍ତ ସରଳ ସେ ନାଇଁ ତାକୁ କରୁছে ମୁଁ କାହିଁକି ଫସିବିଲ ମୋ ମନର ମୁଁ ଯାହା ଖାଏ ବାହାଘର ଯଦି ବି କହି ବୋଲି କରିଦବ ମୁଁ ରହିବନି ମୁଁ ଆଜିକାଲି ଏଥିରୁ ଲାଗିବି ନା ରହିବନି ତ ପଳେଇବ ଏତେ ସୁନ୍ଦର କହିଲା କି ଆମ ଗାଁରେ ଗୋଟେ ଯାଇଥିଲା ବିଚାରା ତାହେଲେ ଗ୍ରୋସର ଦୋକାନ କରିବା ରୁହ କହିଲି ନୂଆ ନା ଗାଁ ତ? 1 ମିନିଟ୍ ରହ କଥା ଯିବ ତାର ସବୁ ଜମି ବାଡ଼ି ଘର ଦ୍ୱାର ସବୁ ଅଛି ଝିଅର ବାପ ତୁମେ ଧର ଝିଅର ବାପ ଯାଇଛ ସେଠି କହିବେ ଝିଅର ଆମେ କିଛି ଉଣା ରଖିନେ ଖାଇବା ପିନ୍ଧିବା ନାଇବା ସବୁ ଅଛି ସେଇଠି ସେ ଝିଅର ବାପ କହିଲା ମୁଁ ଦେଇଥିଲି ତୁମ ଘର ଭାତ ରାନ୍ଧିବା ଲାଗି ପୁଅ ଯାଇକି ରହିବ ସିଆଡ଼େ 6 ମାସ ବର୍ଷେ ଲେଖା ମୋ ଝିଅ ତୁମ ଘରେ ବି ଭାତ ରାନ୍ଧିବ ଏଟା ଠିକ ଆଉ ଆମେ କେମିତି ରହୁଥିଲେ ଆଗରୁ ଆମେ ସବୁ ଅଫିସ ଆସନ୍ତି ଆମେ ତ ପୁଣି ରହୁଥିଲେ ନା ସେଟା ତୁମ ମତ ଅଲଗା ଥିଲା সময়ଟା ଆମେ ବି ତ ଆମ ଛୁଆମାନେ ପାଠ ପଢିବା ପାଇଁ ବାହାରିଲେ ଯେତେବେଳେ ହଁ ଇଂଲିଶ ମିଡିୟମ ଯେତେବେଳେ ଗାଁ ମାନଙ୍କରେ ନଥିଲା ଆମେ ସେତେବେଳେ ବାହାରକୁ ଆସିଲୁ ଏନେ ବି ସବୁବେଳେ ଯାଉଛେ ଗାଁକୁ ଯାଇଥିଲେ ନା କାଲି ପର୍ଯ୍ୟନ୍ତ 2 ବ୍ୟାଗ୍ ଧରିକି ଦୌଡୁଛି ଶାଶୁ ଅଛି ଯାହାହେଲେ ବି ଯାଇତ ନହେଲେ କହିଦଉଛି ମୋ ପୁଅ ନାହିଁ ବୋଲି ମତେ ପଚାରିଲେନି ସିଏ କହିବ ଯୋଉ କାହିଁକି ଛୁଆ ବାପ ମା ଶାଶୁ ଶ୍ୱଶୁର ସ୍ତ୍ରୀ ସମସ୍ତ କଥା ବୁଝିପାରୁଛୁ ଦୌଡ଼ି ଦୌଡାଇ 10 ଟଙ୍କା ରୋଜଗାର କରୁ ସମସ୍ତେ ତମେ ବିଶ୍ୱାସ କରିବନି ଏଟା ଭାବୁଛୁ ପଚାର ଆଜି ଏ ଝିଆରୀ ଘରକୁ କାଲି ସେ ଭାଣିଜୀ ଘରକୁ କାଲି ସେ ନଣନ୍ଦ ଘରକୁ କାଲି ଶାଶୁଙ୍କ ପାଖକୁ କାଲି ସେ ଦିଅରଙ୍କ ଘରକୁ କାଲି ପୁତୁରା ଝିଅକୁ ଦେଇ ମୁଁ ଯାଇ ଥକି ହେଉଛି ଏକୁଟିଆ ଲୋକ କଣ କରିବି ମୁଁ ଯୋଉଠି ଛୁଟି ପାଉନି ସେ ଛୁଟି ପାଇଲେ ତ ଯିବ ଆଇ ଜଣକୁ କହିଲି ମୁଁ ସାବିତ୍ରୀ ବ୍ରତ ପାଇଁ ମୁଁ ଯିବି ଶାଢ଼ୀ କିଣିତେ ଆଉ ଝିଅକୁ ମୁଁ ତ କରୋଡ଼ପତି ଘର ଝିଅକୁ ଦେଇଛୁ ତାଙ୍କ କହିଲେ ଗୋଟେ ନେଇଦିଆ ଜିନିଷ ପଇସା 5,000 ପକେଇ ଦିଅନ୍ତୁ 10,000 ପକେଇ ହେଲା ତମ ତାଙ୍କ ଚଏସର କିଣିବେ ତାଙ୍କ ଚଏସର କିଣିବେ ନା ନା ମୋ ମୋବାଇଲ ଜଣେଇଦେନି ସନ୍ଧ୍ୟା କାଳେ କହିଦବ ମୁଁ ଭାଗ ପଠେଇବି ନା ମନେ ନା ନା ତାଙ୍କ ସେଠି ନାହାନ୍ତି ତମେ ତାଙ୍କୁ ପଠେଇଦେବ 5,000 ଟଙ୍କା ପଠେଇ ଦେବି ଶାଶୁ କହିଦେବ ଆଉ ନାହିଁ ଯେ ସେମାନେ ଭଲ ନା ସିଏ ଯଦି ତୁମକୁ କହିବେ ନେଇକି ଆସ ନା ସେମାନେ ମନା କଲେ ସେଟା ମଣିଷ କର୍ତ୍ତବ୍ୟ ସିଏ କହିଲେ ଛୁଆମାନେ ଦେଖ କାହିଁକି ଦେବ ଆମ ସମିତି କହିଲେ କାହିଁକି ଦେଖନ୍ତୁ କିଏ ଅଛି ଏଠି ଆମେ 2 ଜଣ ବୁଢା ବୁଢା ବାକି ଦେବି ତମେ ଏତେ କାହିଁକି ଦେବ ଦେବି ଆମ ବାପ ମାନଙ୍କର ଆମର ଆମେ ନୂଆ ବାହାଘର ହେଇଛି 2 ବର୍ଷ ଦବ ତାଙ୍କ ଗାଁ ସିଏ ତୁମେ ଯେଟା ଦେଲ ସିଏ ବାଣ୍ଟିକି ତାଙ୍କ ଗାଁରେ ଦବା ପାଇଁ ତାଙ୍କ ସକ୍ଷମ ଅଛି ନା ସେଇ କଥା ସିଏ କୁହନ୍ତି ତାହେଲେ ସିଏ କହିବେ ସମୁଦୁଣୀ ଆପଣ ସିନା ପଠେଇ ଦଉଛନ୍ତି କିନ୍ତୁ ତମ ସମୁଦୁଣୀ ମତେ କହିବ ନେଇକି ଯା ମୁଁ କେତେ ବୁଲିବି ତା ସକ୍ଷମ ମୋର ନାହିଁ ସିଏ ଜିନିଷ କରୁଛନ୍ତି ସେ ପଲିଥିନ କିଣି ଆଣୁଛନ୍ତି ଗୋଟେ ପଲିଥିନ ମୁଁ ନେଇଯିବ କାହାକୁ ବେଗରେ ଭର୍ତ୍ତି କରିଦେ ମୁଁ ଖାଲି ଗୋଟେ ଗୋଟେ ବଢେଇବି ଆଉ କଣ କରିବି ଲୋକ ଖାଇବେ ତାହେଲେ ଆମେ ସରି ପିଡ଼ା କରିବା ସେଇଥିପାଇଁ ମନା କରନ୍ତି ମନା କରିବେ କେତେ ଖର୍ଚ୍ଚ କରିବ ପିଲାମାନେ ସବୁ ସେଇ ପଇସା ପଠେଇବି ହଁ ଲୋକମାନଙ୍କୁ ଦେଇକି ଲାଭ କଣ ଏଇ ଯୋଉ ସନତ୍ର ଗୋଟେ ଦାମା ଭଦ୍ର ତାର ଜଇଁ ଆମ ଗାଁରେ ତାର ଝିଅ ବାବା ବିଷୟରେ କହିଥିଲା ତା ଗାଁରେ ତା ମା କହିଲା ତୋ ଝିଅ ବାବା କହିବୁ ଆମ ଗାଁରେ ମା କହି ମରିଯାଇଛି ଝିଅ ବାବା ସିଆଡ଼େ ପଡ଼ିଗଲା ସେ କୋଟିପତି ଘର ପଡ଼ିଛି କଲା କି ସାରା ଭାଇରା ଗାଁରେ 3 ଖଣ୍ଡ ଗାଁରେ ତା ଭାଇ କହିକି ପ୍ରତ୍ୟେକ ଘର ମନା କରିଦେବ ରୋଷେଇ ବନ୍ଦ ଛୁଆ ପିଲା ଯେତେ ସ୍ତ୍ରୀ ଲୋକ ପୁରୁଷ ଲୋକ ଆମ ଘରେ ରବିବାର ଦିନ ଖାଇବୁ ଚିକେନ ମଟନ ଯିଏ ଯାହା ଖାଇବ ତାର ବଡ଼ ଷ୍ଟେଣ୍ଡ ବାନ୍ଧିଦେଲା ସମସ୍ତେ ଖାଅ ସମସ୍ତେ ଆସ ଘର ସାରା ସମସ୍ତେ 3 ଖଣ୍ଡ ଗାଁର ଲୋକ ଆସ ଖାଅ 12ଟା ବାରୁ ସେ ରେଡି କରିଦେଲା ଜିନିଷ 3ଟା ପର୍ଯ୍ୟନ୍ତ ଖାଅ ବେଶୀ ହେଇଗଲା ମୋଟା ହବ ଗାଡୁ
ठीक আছে না আমার চিন্তা লাগবে সেটা না খাই নিও ସାଇ ଜୀବନ ମିଠା ମାନେ ଏତେ ହିଁ କଥା ସେ ମୁଁ କ୍ଷୀର ଯୋଉ ପଶେଇ ଯାଏ ତା ଦେହରେ ଟିକେ ଚିନି ପଡେ ଏଟା ଆମ ଘର କ୍ଷୀର ରଖାଯାଏ ଖାଇବା ଆଉ କ୍ଷୀରରେ ଚିନି ପଡେ ମୋର ଆଉ ଚାଲ ନାହିଁ दीदी मु चालली तुम सरीनी मु सारनी आगुआ ना ना मु तो जिते खाइले खाइले नहीं नहीं या अगर भी चिंता रो आंखी भाई खुश हो तो लोग चिनी पर न ठीक से भी चुट्टी सब नाम पर आवे गई तो तेरा हमें जानी पड़ते अब भूणी का मजा से हां का भाई ए मान नहीं जो बुझो से जाओ का दवा के बुझो ना से सारे नाटक करूची ताको मत चिंता বড়ে ताको नहीं सेची चिंता से ଏବେ ଗୁଳି ଶିକାର କଲେ আপনি নিদাসী লাগি আগে আগে বালেশ্বর থাকে আমি আর বালেশ্বর দিব ବାଲେଶ୍ୱର ଯିବେନି ବାଲେଶ୍ୱର ଛାଡି ଦିବେ ଆଉ ଆଉ ଭଲ ଲାଗୁନି କେତେ ଭଲ ଲାଗୁନି ଆରେ ତାଙ୍କୁ କୁହାହେଇଥିଲା ପ୍ରଥମ ଟିକେ ରୁହ ପିଲା କେତେ ମିଠା ଯେ ଖାଇଲେ ପୁଣି ଆଣିବ ନ ଖାଇବା ପରେ ଫେରିବ ବଢିଆ ଫେରିବ ବଢିଆ ଆଇଡ଼ିଆ ପଳେଇବ ସାଢେ 10 ଖାଇଲାଣି 10:40 যা 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 ପାନ ଖାଇବ ପାନ ପାନ না ଖାଇବ ବସିବ ନେକ୍ସଟ ମିଠା ଭୋଗ କରିଛୁ କଣ କ୍ଷୀରି ଇଏ କମ ଖାଇଲା ଆଉ ଖାଇଲା ମୁଁ ବେଶୀ କାଇଁ ମିଠା କରିଥିଲି ସେତେବେଳେ ଜାଣିଛ ନା ପାନ ଆଣିକି ଭାଇ ଦେଲେ ମତେ ଇଏ ମା ଛୁଆ ଆଇଲେ ସେ ଆଉ ମାର କାଟୁ ମୁଁ ଖାଇଦେଲି 14 ସାତ ଛୁଆ ଦେଖୁଛି ହଁ ପିଟିବ ନା ହଁ ଆରେ ଗରମ ଦିନ ନା ସେଥିପାଇଁ ନା ନା आपका एरिया दक्षिणिया पिंडा होता है ହଁ ମାନେ ଶିଖର ଭଳିଆ ଦେଖାଯାଉଛି ପିंडा देखो ସେଇଟା दक्षिणिया लोगों को पिंडा होता है हमारा दक्षिणिया हमारा पिंडा कौन से लोग होते तो पिंडा तेरे से ना बसियो आड़ा माने कथा हम लोग कहबो खाइते तुम ये करो बिगाड़ी ऐसे बसियो ये ଆଜିକାଲି ପକାର କୋଉଠି ପିନ୍ଧା ହଉଛି फिर ପକାର କୋଉଠି ପିନ୍ଧା ହଉଛି नहीं नहीं जी या कर ना जाओ हम गाड़ी दी पट्टी तो गाड़ी रख दे मुझे दिखला दे ताको शेयर नथिबो पूरा पुछा पुछा ନା ଆମର ତ ଅଛି ପିଲା ହେଇ ଦେଇଛି ଆମେ ତାଙ୍କ এখন ଗାଁ ଭିତରେ ଘର ଏଇ ଇଆଡକୁ ନେଇକି ଆସ ନା ତ ଖାଉନ ଦକ୍ଷିଣିଆ ବୋଲି ଜାଣ ବାଡି ଖଣ୍ଡେ କୋନା କାହିଁ ନ ଆଣ ଏ ଯାଉ ଫଳ ରାତି ଖେଳିବ ଖାଇବନି ହେଲା ଖେଳିବୁ ନା କାମ କରୁ ଭଳିଆ ଚାଲ ଗାସ୍ ଗାସ୍ କଟନ ବା ଏଟା କଟନ ସେ ଟିକେ ଦାମିକା ହେଲେ କଟନ ଗୁଡା ପୁରା ସେ ଖସରା ଖସରା ଆଣ୍ଟି ଶାଢୀ କାଢୁଛନ୍ତି ହଁ 1400 ଆଣ୍ଟି କୋଉଠୁ ତମେ ଶାଢୀ ମାନେ ଅଲଗା ଅଲଗା ଦୋକାନରୁ ଆଣ ନା ଅଲଗା ଅଲଗା ଆଉ ଯେଉଠି ଭଲ ଲାଗିବ ସେଠି ନେଇ ମାନେ କର୍ଣ୍ଣାଟକ ଗୋଟେ ଦୋକାନ ନା ମାନେ ତଥାପି ମାନେ ଶ୍ରୀମନ୍ଦିର ଏକା ଦିଟା ତିନିଟା ଦୋକାନ ତ ଥିବ ନା ସେ କୋଉ ଦୋକାନ
ଏଇଠୁ ଆଣେ ଅଶୋକାରୁ ଆଣେ ଆଉ ଏଇଠି সোনা ଚାନ୍ଦିରୁ ଆଣେ ଏବେ সোনা ଚାନ୍ଦିରୁ ଆଣେ ଏଇ ଫକୀରମୋହନ ବୁଲିର ପରା ଆଉ କେତେବେଳେ କଟକ ଯାଇଛି କେତେବେଳେ ଯାଇଛି କେତେବେଳେ ଶାଢ଼ୀ ଆଣିଛି ଯଦି ବୁଲତେ ଯାଇଛି ତାହେଲେ ମୁଁ ଆଣିଲି ସେଟା ଗୋଳିଆ ଦେଲା ତାର ପସନ୍ଦ କେତେ ଚାଲ କରିଦେଲା ମୋଟା ବି ଦେଖେଇଦେ ତୋରଟା ବି ଦେଖେ ସେଠି ଗଲୁ ଚା ଆମେ ଘରେ ଚୋଟ ନା ଏଟା ତ ଆଗ ରହୁନି ଏଟା ଖେଳିବ ଖେଳିବ ଦିଅ ଏଠି ଦିଅ ତାକୁ ମଜା ମତେ ମଜା ଲାଗୁଛି ନା ପଡିଥିଲା କାଲି ନାଣି ଆଉ ସେ ବସିବ ନା ଘରେ ନା କହୁଛି ମୋର ବି ଆଣିଛି ନା ମୁଁ କହିଲି ମୁଁ ତ ଶାଢ଼ୀ ସୁତା ଶାଢ଼ୀ ପିନ୍ଧିଲା ବେଳକୁ କଣ ମୋର ଖାଲି ଭିତରେ ବସିଗଲି ମୁଁ ତ ଚାଲି ପାରୁନି ଏଇଟା ଭଲ ହେଇଛି ବୋଉ ରଖିବା କେଉଁଠୁ ଆଣିଲ ଟିକେ କେତେ ନେଲା କାରଣ ବୋଉ ତ ତାର ପିନ୍ଧୁଛି ତାର ଶାଢ଼ୀ ମୁଁ କହୁଛି ଗଡ଼ରେଜରେ ଥାକ ମାରିକି ରଖିଛି ବହୁତ ବଡ଼ ଅଛି ତ କଟନ ସେଟା ହଉଛି ଡେଲି ଏଇ ଟାଇପର ସେ ଶାଢ଼ୀ ହେଇଥିବ କେତେ ନେଲା ଭଲ ହେଇଛି ଆଉ ବ୍ଲାଉଜ ପିନ୍ଧିବ ଆଉ ବି ବ୍ଲାଉଜ ଭଲ ଦେଖାଉଛି ସେ ନିଜେ ଆଣେ ନା କଲର ଭଲ ହେଇଛି ମୁଁ ଆଣିଥିଲି ତମର ବି ଭଲ ହେଇଛି କାଲି ପିନ୍ଧିବ କରୁଥିଲି ବୋଲେ ବ୍ଲାଉଜ ପିସଟା ଦେଖ ଆଜି ଦେଲି ନା କାଟିତେ ଦେଇଦେଲୁନି ନା ମତେ ତ ସେ ଦେଖେଇଲା ତାର କୁଆଡ଼େ ଗଲା ଜାଣ ଶାଢ଼ୀ ରଖିଦେଲା ନା ଖୋଲିକି ଦେଇଦେଲୁ ଆଉ ଭିତରେ ଥିବ ଦେଖେଇଲା କାଇଁ ବ୍ଲାଉଜ ପିସଟା କାଇଁ ତ ଏଇ ଲୋ ଏ ପଳେଇଗଲା ତ ଏକାଥରେ ପୁରା ନୂଆରୁ ପଳେଇଗଲା ଏଇଟା ଯଦି ବ୍ଲାଉଜ ପିସ ନଥିବ ତାର ଫେରେ ଦେବିନି ଆଉ ଫେରେଇବ କାଇଁ ସେ ତା କହିଲେ ସେ ଦେଇଦେବ ତିନିଟା ଭିତରେ ଥିବ ଭଲ ହେଇଛି ସାର୍ ନା ମୁଁ ବ୍ଲାଉଜ ପକାଇଲି ସେ ତାର ମୋବାଇଲରେ ବ୍ୟସ୍ତ ମୁଁ କହିଲି ଆଉ ଦେଖ କୋଉଟା ନବା ମୁଁ ତିନିଟା ଶାଢ଼ୀ ରଖିଲି ଏଠି ଟେକି ଝାଡ଼କା ବାନ୍ଧି କାଇଁ ରଖିଦେଲା ନା କଣ ସେ ବ୍ଲାଉଜ ପିସ ଆଉ ଯାଇକି ନେଇ ଆସିବ ଶାଢ଼ୀ ଦେଖିକି ନଥିଲା ମାନେ ଏଠି ଏମିତି କନଫ୍ୟୁଜରେ ଥିଲି ଏଇଠି ବୋଧେ ଏଇ ବଡ଼ ଟିକେ ହାତ ମାରିବ ନାହିଁ କି ନନ୍ଦୁ ସାଙ୍ଗେ ସାଙ୍ଗେ କାଢିକି ଦେଖିନଥିଲା ମୁଁ କାଢିକି ରଖିଲା ନା ଆପଣ ଆଜି ସମୟ ଦେଖିବା ପାଇପାରିବି ଶାଢ଼ୀ ରଖିଦେଲା ନା ରହିଯାଇଥିବ ବୁଲିବ ନା ପଶୁ କଣ କାଇଁ ଲାଗିକି ରହିଯାଇଛି ତୁ ସାଙ୍ଗେ କାଢି କେବେ ଦେଖିଦେଲା ଲୁଗା ଦୋକାନୀ ସେମାନେ ସବୁ ବେପାର କରୁଛନ୍ତି ସେ ହଳଦିଆ କଲର ବ୍ଲାଉଜ ପିସ୍ ସେମାନେ ଏଗୁଡ଼ା ସବୁ ଆଣିକି ନା ସଜାଡ଼ିକି ବିକୁଛନ୍ତି ନା ରେଟ୍ କରିକି କାହିଁକି ଖସି ପଡ଼ନ୍ତା ତ ତାକୁ ଏଇଟା ନେଇଯିବୁ ତ ଏଇଟା ତାର ବ୍ଲାଉଜ ପିସ୍ଟା ମୋତେ ରହିଲା ଦେଖ ତା ଭିତରେ ନାଇଁ ନା ପୁରା ଖୁଣ୍ଡ ଦେବି ସେ ନେବେ ସେଇ କଥା ସିଏ ତା ଖୋଲିକି ଦେବୁ ସେ ବିକୁଛି ବ୍ଲାଉଜ ପିସ୍ ନାଇଁ ନା ନାହିଁ ସେଇ କଥା ରହିଯାଇଥିବ ବଜାରଟା ମୋ ପାଇଁ ନେଲା ବ୍ଲାଉଜ ପିସ୍ ହଁ ମୁଁ ବି ସେଇଠି ନୂଆ
କରିଦେଇକି ରଖେଇ ନାହିଁ ସେଟା ଆମର ପତଳା ବେଶୀ ଏଟା ଆମର ତ ପତଳା ବେଶୀ ଏଟା କୋଉ ଏ ଶାଢ଼ୀଟା ସେଇଠି ଖୋଲିଥିଲି ସେଇଠି ଦେଖି ମାମା ଏଇଟା ଭଲ ହେଇଛି କି ଅଫିସ ନେଇଗଲ ଆଉ ପତଳା ଶାଢ଼ୀ ପିନ୍ଧିବ ଆମେ ଆଉ କୁଟା ଶାଢ଼ୀ ଆମ ବାହାଘର ଏଇଟା ବି ଶାଢ଼ୀ ଆସିବ ଏଇଟା ବୁଢ଼ୀ ମାନଙ୍କୁ ଏଇଟା ଶାଢ଼ୀ ଦେଖିଦେଲ ହେଇ ଲାଗି କାଟିଦେବୁ ପୁରା ଶିଖିଛୁ ଗ୍ଲାସ୍ ବେଶୀ ଭଲ ଦେଇ ଦେବୁ କାଶ ଦେଇଦେବୁ ପରମେଶ୍ୱର ଏଇ କଲର କରିବା କଲର କିଣିଦେବୁ କହିଲେ କି ଏଇ ଇଏ କଲର ଯେଟା ହେଲେ ବି ଚଳିବ କହିଲି ଇଏ କଲର ଆବ ନା ବୋ ଏଇ ନା ଏଇ ନାଲି ଯେଟା ହେଲେ ବି ଚଳିବ ନୁହେଁ କି ହଳଦିଆ ହେଲେ ବି ଚଳିବ ଖାଇଗଲା ଛି ତୁ କଟା ପାଠ ଖୋଲିଦେଲ ଚକଲେଟ ଖାଉଛୁ ବୋଲି ଭାବୁଛୁ ନା ଦେଖିଦିଅ ଖାଉଛୁ ନନ୍ଦୁ ଯିବୁ ନା ତୁ ଶୁଣୁଛୁ ନନ୍ଦୁ ଯିବୁ ନା ଏଇ ଲୋକ ଖାଇଛୁ ଭଲ ଲାଗୁଛି ମିଠା ଲାଗୁଛୁ ମିଠା ଲାଗୁଛୁ ଭଲ ଲାଗୁଛୁ ଆଉ ଟିକେ ପଡି ନାହିଁ ସବୁଆଡେ ଯେ ବାଇକ ଫିଙ୍ଗିବ ପାରିବୁ ନା ଏବେ ବି କାମ କରୁଛି ନନ୍ଦୁ ତୋ ମାକୁ ହଇରାଣ କରିବୁ ସେ ତ 3 ବର୍ଷର 3.5 ବର୍ଷର ହେଲାଣି ସେ ପାଗଳ କରିଦଉଛି ଏଇ ଯେ ଆମର ସେଠି ଇନଭର୍ଟର ଅଛି ସେଠି ହାତ ମାରୁଛି ସେଟା ବନ୍ଦ କରିଦଉଛି ବଦମାସ ସବୁ ସେ ଚିଆଟା ଫେରିଲେ ସିଆଡେ ନନ୍ଦୁ ଯିବା ନନ୍ଦୁ ଲୋ ଯିବୁ ନା ମୁଁ ଏଇ ନ୍ୟୁଜରେ କାଲି ଦେଖିଲି 20 ବର୍ଷର ଛୁଆ ମାନେ କଥା କହୁଛି ନା ସେଟା ଫ୍ଲେଟ୍ ବୋଧେ ନା ଅରିଜିନାଲ ଆମର 20 ବର୍ଷ ହେଲାଣି 20 ବର୍ଷ ଆଡେ ଉପରେ ହେଇଥିଲେ ନା କଥା ଏଇରକମ ଖଣ୍ଡିଆ କଥା ହଁ ସେମାନେ ତା ମା ତାକୁ ଶିଖଉଛି ସବୁ ମାନେ ଏଇଟା ସେଇଟା ଯାହା କହିଲେ ଛୁଆମାନେ ସେଇଟା ଶିଖନ୍ତି ସେ ବା ପ୍ରାଇଜ ପାଇছে ନ୍ୟୁଜରେ ଦେଖଉଥିଲା ଯିବୁ ନା ଇଏ ଗାଣି ଯିବା ଦିଜଣଙ୍କର ମ୍ୟାଚିଂ ଅଛି ଆମେ ଦି ଜଣ ମ୍ୟାଚିଂ କରିକି ଯିବା ଆଜି ପୁରା ପ୍ରବଳ ଆଜି ଭିଡ଼ ବହୁତ ଆଜି ମୋର ନା କାଲିକା ଆହୁରି ଭିଡ଼ କାଲି ପଳେଇ ବସି ପାରିବ ମୁଁ ବା ବହୁତ ସବୁବେଳେ ଯେ ତୁ ଆଗରୁ ସବୁ ଆଣେ ବହୁତ କେତେଥର କହିଲି ନେଟ୍ ଆଣେ ସେ ତାର ଆଣେ ଆଣ୍ଟି ମୁଁ ନେଟ୍ ଯୋଉ ଶାଢ଼ୀଟା ଆଣିଛି ଠିକ୍ ସେଇଟା ନନ୍ଦୁ ସେଇଟା ଏଇ ଓଟ ଶାଢ଼ୀ ଆସିଲା ବେଳେ ତୁ ଅଜା ଟିକେ ଖୁସି ବୁଝିଲୁ ହଁ ମତେ ଦେଖିକି ବହୁତ ଖୁସି ଅନଲାଇନ ଟିକେ କମ ଆଡଭାଇସ କରିବି ଦେଖିଲି ଦାମ ଏଇଟା ଦାମ କିନ୍ତୁ ଅନଲାଇନ ଟିକେ କମ କେତେ ନେଲା ଅନଲାଇନ ଦେଖିଥିଲି ପୁରା ମୁଁ ବା ଦେଖି ଆମ ଗୋଟେ ଏଇ ମେସୋ ଆହୁରି କମ ରେଟ୍ ଦେଖୁ ହଁ ମେସୋରେ ଆହୁରି କମ ରେଟ୍ ଏଟା ପୁଣି ଦେଖୁ ଆଣିଛି ଏଟା ମିଲି ବଡ ମେସୋ ଆହୁରି କମ ରେଟ୍ ଦେଖୁଛୁ এইগুলা মার্কেটে কিছু বাজারে 800 টাকা ପୁରା ବୁଝିକି ଆଣିଲି ହଁ ପଇସା ହଉଛି 800 ଟଙ୍କା ମୋଟା ହଉଛି ପତଲା ନେଟ୍ ମାନେ 800 ଟଙ୍କା ବୋଉ ବା ହଉଛି ମନା କଲା ନହେଲେ ଏତେ ଟଙ୍କା ଶାଢ଼ୀ ଆସିଥାନ୍ତା ନା ବାହାରୁ ସେଇ ତ ତାର
କଟନ ଶାଢ଼ୀ ପିନ୍ଧିକି ଏରା ଗରମ ଲାଗେ ଏରା କାଇଁ ଗରମ ଲାଗେ ପିନ୍ଧିଦେଲେ ଗରମ ଲାଗେ ଏଗୁଡ଼ା ହାଲକା ଶାଢ଼ୀ। ଏଟା ହାଲକା ଶାଢ଼ୀ ଏଟା ପିନ୍ଧିଲେ ଏଟା ବଢିଆ ଲାଗିବ ଏଟା କଟନ ପୁରା ମିକ୍ସ ଅଛି ନା ଏଇଟା କିଛି ଲାଗିବନି ଏଇଟା ସୋଲ ଶାଢ଼ୀ। ଏଟା ପିନ୍ଧିଲେ ଭଲ ଲାଗେ ହଁ ତ ନା ଦେଲ ନା ସବୁ ଏଗୁଡ଼ା